ଅହଳା ନବମୀ ଦିନ କରନ୍ତୁ ନାହିଁ ଏହି ତିନୋଟି ଭୁଲ, ନହେଲେ ଯେତେ ମଧ୍ୟ ଆପଣ ସଞ୍ଚିତ କରି ରଖିଥିବା ଧନ କ୍ଷଣକରେ ସବୁକିଛି ନଷ୍ଟ ହୋଇପାରିବ। ଏହାକୁ ବିଶ୍ୱାସ କରନ୍ତୁ। ଏହି ଦିନ ଆପଣ କେଉଁ କାର୍ଯ୍ୟ କରିବେ ଯାହାଦ୍ୱାରା କି ଆର୍ଥିକ ସମସ୍ୟା ଆପଣଙ୍କର ଦୂରେଇ ଯିବ। ବର୍ଷ ବର୍ଷ ଧରି ଆପଣ ଯେଉଁ ଧନକୁ ସଞ୍ଚିତ କରିପାରୁନାହାନ୍ତି, ତାହା ଯଦି ଆପଣ ଗୋଟିଏ ଦିନରେ ଏପରି ଅହଳା ନବମୀ ଦିନ କାର୍ଯ୍ୟ କରନ୍ତି, ସେ ପୁଣି ଲୁଚାଇକି କାହାକୁ ମଧ୍ୟ ନ କହି, ତାହେଲେ ଏହାର ଚମତ୍କାର ଆପଣ ନିଜ ନୟନରେ ଦେଖିପାରିବେ। ଏହା ସତ୍ୟ ଅଟେ। ଆପଣଙ୍କ ଘରେ ଧନର ଆର୍ଥିକ ସମସ୍ୟା ଯଦି ଥିବ, ସବୁକିଛି ଦୂରେଇ ଯିବ। ମା ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ପାଖରେ ସଦା ସର୍ବଦା ରହିପାରିବ। କାହିଁକି ନା ଅହଳା ନବମୀ ଦିନ ଅହଳା ବୃକ୍ଷରେ ଆମେ ଯେଉଁ ପୂଜା କରୁଛନ୍ତି, ତାହେଲେ ଆମେ କେବଳ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରୁଛନ୍ତି ଏହା ନୁହେଁ, ବରଂ ଲକ୍ଷ୍ମୀ ନାରାୟଣଙ୍କ ସାଙ୍ଗେ ସାଙ୍ଗେ ଭଗବାନ ଶ୍ରୀକୃଷ୍ଣ ଆଉ ରାଧାରାଣୀଙ୍କୁ ମଧ୍ୟ ଆମେ ପୂଜା କରୁଛନ୍ତି। ଏହାର ପୁଣ୍ୟ ଅପାର ଅଟେ। ସେଦିନ ଯେକୌଣସି ଭକ୍ତ ଯଦି ଏହି ଅହଳା ନବମୀ ଦିନ ଅହଳା ବୃକ୍ଷ ସାଥିରେ ଏପରି କିଛି କାର୍ଯ୍ୟ କରନ୍ତି, ତାହେଲେ ତାଙ୍କର ସବୁକିଛି ମନସ୍କାମନା ଗୋଟିଏରେ ଗୋଟିଏ ପୂର୍ଣ୍ଣ ହୋଇପାରିବ। ଏହା ସତ୍ୟ ଅଟେ। ଆପଣମାନଙ୍କୁ ଯଦି ବିଶ୍ୱାସ ହେଉନାହିଁ, ତାହେଲେ ଥରୁଟିଏ ମାତ୍ର ବିଶ୍ୱାସ କରି ଦେଖନ୍ତୁ। କାହିଁକି ନା ଶାସ୍ତ୍ରରେ ଉଲ୍ଲେଖ ଥିବା ପ୍ରତ୍ୟେକ ତଥ୍ୟ ସତ୍ୟ ଅଟେ। କୌଣସି ବି ତଥ୍ୟ ବିଲକୁଲ ବି ମିଥ୍ୟା ନୁହଁ। ଏହାକୁ ବିଶ୍ୱାସ କରି ଜୀବନର ଭାଗ୍ୟ ମଧ୍ୟ ବଦଳିଯାଏ। ଆପଣଙ୍କର ଭାଗ୍ୟରେ ଯଦି ଉଲ୍ଲେଖ ଥିବ, ଜୀବନରେ କେବେ ବି ଆପଣ କୌଣସି ଧନବାନ ହୋଇପାରିବେ ନାହିଁ, ଏହା ମିଥ୍ୟା ଅଟେ। ଆପଣମାନେ ଏହାକୁ ଯଦି ବିଶ୍ୱାସ କରିବେ, କେବଳ ଗୋଟିଏ ଥର ମାତ୍ର ଏପରି କାର୍ଯ୍ୟ କରିବେ, ତାହେଲେ ଆପଣଙ୍କର ଆର୍ଥିକର ସମସ୍ୟା ଦୂରେଇ ଯିବ। ଧନ ସମ୍ପତ୍ତି ନିଶ୍ଚିତ ଭାବରେ ପ୍ରାପ୍ତ ହୋଇପାରିବ। ମା ଲକ୍ଷ୍ମୀଙ୍କର ସାଙ୍ଗେ ସାଙ୍ଗେ କୁବେର ଭଗବାନ ମଧ୍ୟ ଆସିଥାନ୍ତି ଆପଣଙ୍କ ଭୁବନରେ, ଆଉ ଆପଣଙ୍କୁ ଆଶୀର୍ବାଦ ମଧ୍ୟ ପ୍ରାପ୍ତ କରିଥାନ୍ତି। ଏହା ଏକଦମ ସତ୍ୟ ହୋଇଥାଏ। ଏହାକୁ ଆପଣ ଥରୁଟିଏ ମାତ୍ର ବିଶ୍ୱାସ କରନ୍ତୁ। ଏଦିନ ଆପଣ ତିନୋଟି ଭୁଲରେ ମଧ୍ୟ କାର୍ଯ୍ୟ କରନ୍ତୁ ନାହିଁ। ତାଦ୍ୱାରା ପ୍ରତ୍ୟେକ ଦେବୀ ଦେବତା ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ। ଆପଣଙ୍କର ଆଶୀର୍ବାଦ ବଦଳରେ ଅଭିଶାପ ମଧ୍ୟ ପ୍ରାପ୍ତ ହେବ। ସେଥିପାଇଁ ଏହି ସବୁଠାରୁ ଆପଣମାନଙ୍କୁ ଦୂରେଇ ରହିବାକୁ ପଡ଼ିଥାଏ, ଯାହାଦ୍ୱାରା କି ଲକ୍ଷ୍ମୀ ନାରାୟଣଙ୍କ ଆଶୀର୍ବାଦ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇପାରିବ। ଶାସ୍ତ୍ରରେ ଉଲ୍ଲେଖ ଥିବା ପ୍ରକୃତ ସତ୍ୟବଚନ ଚାଲନ୍ତୁ ଜାଣିବା ଏକ ସୁନ୍ଦର ତଥ୍ୟ। ପଦ୍ମ ପୁରାଣରେ ଆଉ ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି ଏକ ସୁନ୍ଦରମୟ କାହାଣୀ, ଯାହାକୁ ପ୍ରତ୍ୟେକ ଭକ୍ତମାନେ ଜାଣିବା ଅତ୍ୟଧିକ ଜରୁରୀ ଅଟେ। ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି ଏହି ଅହଳା ନବମୀର ପ୍ରକୃତ ସତ୍ୟତା। ଅହଳା ବୃକ୍ଷରେ ଅହଳା ପତ୍ର, ଅହଳା ଫୁଲ, ଅହଳା ବୃକ୍ଷ ଡାଳ ସବୁକିଛି କେବଳ ଗୋଟିଏ ଦିନ ପୂଜା କରାଯାଏ। ଏହା ଏକ ପବିତ୍ର ହୋଇଥାଏ। ଏହି କାର୍ତ୍ତିକ ମାସରେ ଯେମିତି ମା ବୃନ୍ଦାବତୀ ସାରା ମାସ ସାରା ପବିତ୍ର ହୋଇଥାନ୍ତି ଆଉ ତାଙ୍କୁ ପୂଜା ଆରାଧନା କରାଯାଏ। ପ୍ରତ୍ୟେକ ମାସରେ ଯେକୌଣସି ଭକ୍ତ ମା ବୃନ୍ଦାବତୀକୁ ପୂଜା କରନ୍ତି, ତାହାର ପୁଣ୍ୟଫଳ ତାକୁ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ। ଯେକୌଣସି ଭକ୍ତ ଯଦି ଏହି କାର୍ତ୍ତିକ ମାସରେ ମା ବୃନ୍ଦାବତୀକୁ ପୂଜା କରନ୍ତି, ତାହେଲେ ତାଙ୍କର ଅଧିକରୁ ଅଧିକ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହା ସତ୍ୟ। ଠିକ୍ ସେପରିକା ଏହି କାର୍ତ୍ତିକ ମାସରେ କେବଳ ଗୋଟିଏ ଦିନ, ଆଉ ସେଦିନ ହେଉଛି ଅହଳା ନବମୀ ଦିନ। କେବଳ ଯେକୌଣସି ଭକ୍ତ ଯଦି ଅହଳାର ବୃକ୍ଷ କିମ୍ବା ଅହଳା ଡାଳ କିମ୍ବା ଫୁଲ ପତ୍ର ହେଉ ଯଦି ସବୁକିଛି ନିଜ ଭୁବନକୁ ଆଣନ୍ତି, ତାହେଲେ ମା ଲକ୍ଷ୍ମୀ ମଧ୍ୟ ଅତ୍ୟଧିକ ଖୁସି ହୋଇଥାନ୍ତି। ଆପଣମାନେ ଭୁଲନ୍ତୁ ନାହିଁ, ଏହି ଗୋଟିଏ ଦିନରେ ଆପଣମାନଙ୍କର ଗୋଟିଏ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଏହାକୁ ଆପଣ ଅଣଦେଖା କେବେ ବି କରନ୍ତୁ ନାହିଁ। ସର୍ବପ୍ରଥମେ ଚାଲନ୍ତୁ ଜାଣିବା ଅହଳା ନବମୀ ଦିନ କେଉଁ ତିନୋଟି ଭୁଲ ଆପଣ କେବେ ବି ସୁଦ୍ଧା କରିବେ ନାହିଁ। ଏହା ଯଦି ଆପଣ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଯଦି ଭୁଲ କରୁଛନ୍ତି, ଏହାର ଦଣ୍ଡ ଆପଣମାନଙ୍କୁ ନିଶ୍ଚିତ ଭାବରେ ମିଳିପାରିବ। ଏହାକୁ ଆପଣ କଦାଚିତ୍ ମଧ୍ୟ ଭୁଲନ୍ତୁ ନାହିଁ। ଚାଲନ୍ତୁ ଜାଣିବା ଅହଳା ନବମୀ ଦିନ ଏପରି ତିନୋଟି ଭୁଲ କେବେ ବି କରନ୍ତୁ ନାହିଁ। ଅହଳା ନବମୀ ହେଉଛି ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କର ଅତ୍ୟନ୍ତ ପ୍ରିୟ
କେବଳ ଗୋଟିଏ ଦିନ ଅଁହଳା ବୃକ୍ଷ ପତ୍ର ଫଳ ଡାଳ ସବୁକିଛି ପବିତ୍ର ହୋଇଥାଏ। ସେଦିନ ଆପଣମାନଙ୍କୁ ଯଦି ଏହି ଅଁହଳାର ବୃକ୍ଷ କୌଣସି ଜାଗାରେ ମିଳୁଛି ତାକୁ ଅଣଦେଖା କରନ୍ତୁ ନାହିଁ। ସେଦିନ ଆପଣ ଅଁହଳା ନବମୀ ଦିନ ଆପଣ ଅଁହଳାର ବୃକ୍ଷ ଯେଉଁ ସ୍ଥାନରେ ଅଛି ତାର ଆଖପାଖରେ ଯଦି ଅଁହଳାର ଛାଇ କୌଣସି ଜାଗାରେ ଦେଖାଯାଉଛି ଅଜାଣତରେ ମଧ୍ୟ ସେହି ଛାଇକୁ ଆପଣ ନିଜ ଗୋଡ଼ରେ ଚକଡ଼ନ୍ତୁ ନାହିଁ। କିଛି ବ୍ୟକ୍ତି ଅଛନ୍ତି ଯେକୌଣସି ବୃକ୍ଷର ମଧ୍ୟ ଛାଇ ପାଖରେ ରହିଥାନ୍ତି। ଛାଇ ଯେମିତି ଆମେ ତାଙ୍କୁ ସ୍ପର୍ଶ କରିବା କିମ୍ବା ତାକୁ ଅପମାନ ଦେବା ତାହେଲେ ଆମେ ତାଙ୍କ ପାଖରେ ରହିବା। ଏମିତି କରିବା ଦ୍ୱାରା ପ୍ରତ୍ୟେକ ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି। ଆପଣମାନେ ଅଁହଳା ନବମୀ ଦିନ ଅଁହଳା ବୃକ୍ଷକୁ ନିଶ୍ଚିତ ଭାବରେ ପୂଜା କରନ୍ତୁ। ଧ୍ୟାନ ରଖନ୍ତୁ ଅଁହଳା ବୃକ୍ଷର ଯେଉଁ ଛାଇ ସୃଷ୍ଟି ହେଉଛି ସେହି ଛାଇକୁ ଆପଣ କଦାଚିତ ଅଣଦେଖା କରନ୍ତୁ ନାହିଁ। ଯଦି ଆପଣ ପାରିବେ ସେହି ଛାଇକୁ ମଧ୍ୟ ଗୋଟିଏ ଥର ଆପଣ ନିଜ ମସ୍ତକରେ ଲଗାଇବେ। ଏହା କରିବା ଦ୍ୱାରା ଆପଣମାନଙ୍କର ଅପାର ପୁଣ୍ୟ ପ୍ରାପ୍ତ ହୋଇପାରିବ। ଏହା ସତ୍ୟ ଅଟେ। ଏହା ଜାଣିବା ମଧ୍ୟ ଅତ୍ୟଧିକ ଜରୁରୀ ଅଟେ। ଅଁହଳା ନବମୀ ଦିନ ଆପଣମାନେ ଏହି ଗୋଟିଏ ଭୁଲ କେବେ ବି କରନ୍ତୁ ନାହିଁ। ଏବେ ଚାଲନ୍ତୁ ଜାଣିବା ଦ୍ୱିତୀୟ। ଅଁହଳା ନବମୀ ଦିନ ଆପଣମାନେ ନିଶ୍ଚିତ ଭାବରେ ଅଁହଳା ବୃକ୍ଷ ପାଖରେ ଗୋଟିଏ ଦୀପଟିଏ ଦାନ କରନ୍ତୁ। ଦୀପର ଦାନ ନିଶ୍ଚିତ ଭାବରେ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହି ଗୋଟିଏ ଦିନ ଆପଣ ଯଦି ନିଜ ଠାକୁର ଘରେ ବୃନ୍ଦାବତୀ ମା ପାଖରେ ଦୁଇଟି ଦୀପକୁ ଦାନ କରନ୍ତି ଠିକ୍ ସେପରିକା ଆପଣମାନେ ଅଁହଳା ବୃକ୍ଷ ମୂଳେ ମଧ୍ୟ ଗୋଟିଏ ଦୀପକୁ ଦାନ କରନ୍ତୁ। ମନେ ରଖନ୍ତୁ ଆପଣଙ୍କର ଗୋଟିଏ ସ୍ୱପ୍ନ ପୂରଣ ହୋଇପାରିବ। ଏହା ସତ୍ୟ ଅଟେ। ସେଦିନ ଯଦି ଆପଣଙ୍କୁ କୌଣସି ସ୍ଥାନରୁ ଯଦି ଯେକୌଣସି ବି ଅଁହଳା ନବମୀ ଦିନ ଯଦି ଆପଣ କାହାକୁ ଚିହ୍ନି ନଥିବେ ଅଛି ନା କୌଣସି ବ୍ୟକ୍ତି ଯଦି ଆପଣଙ୍କ ପାଖକୁ ଆସି କିଛି ବି ଖାଦ୍ୟ କିମ୍ବା ପାନୀୟ ଆପଣଙ୍କୁ ମାଗୁଛନ୍ତି ତାହେଲେ ତାଙ୍କୁ ବିଲକୁଲ ବି ମନା କରନ୍ତୁ ନାହିଁ। ଜଳ ନିଶ୍ଚିତ ଭାବରେ ଦିଅନ୍ତୁ ଆଉ ଖାଦ୍ୟ ନିଶ୍ଚିତ ଭାବରେ ଦିଅନ୍ତୁ। କାହିଁକି ନା ବେଳେ ବେଳେ ଭକ୍ତଙ୍କର ମନ କଥାକୁ ଜାଣି ସ୍ୱୟଂ ଭଗବାନ ମଧ୍ୟ ଅଲଗା ରୂପକୁ ପରିଧାନ କରି ଆସିଥାନ୍ତି ଆଉ ତାର ପରୀକ୍ଷା ମଧ୍ୟ ନେଇଥାନ୍ତି। ସେଥିପାଇଁ ଆପଣମାନଙ୍କ ପାଖକୁ ଯଦି କୌଣସି ବ୍ୟକ୍ତି ଯଦି କିଛି ମାଗୁଛନ୍ତି ତାହେଲେ ତାଙ୍କୁ ବିଲକୁଲ ବି ମନା କରନ୍ତୁ ନାହିଁ। ଆପଣଙ୍କ ପାଖରେ ଯାହା ବି କିଛି ରହିଛି ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଭଗବାନ ମଧ୍ୟ ଆପଣଙ୍କୁ ନିଶ୍ଚିତ ଭାବରେ ଆପଣାଇ ଦେବେ ଆଉ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିବେ। ଏହି ଅଁହଳା ନବମୀ ଦିନ ଏକଥା କରିବା ବିଲକୁଲ ବି ଭୁଲନ୍ତୁ ନାହିଁ। ଅଁହଳା ନବମୀ ଦିନ ଆପଣମାନେ ଗାଈ ଗୋରୁ ପଶୁପକ୍ଷୀ କିମ୍ବା ଭିକ୍ଷୁକ କୌଣସି ଛୋଟ କିମ୍ବା ଅନ୍ୟ କୌଣସି ବ୍ୟକ୍ତିକୁ ମଧ୍ୟ ସେଦିନ ଘୃଣା କିମ୍ବା ନୀଚ ଦେଖନ୍ତୁ ନାହିଁ। ନିଜେ କେବେ ବି ଗର୍ବ ଅହଙ୍କାର ମୋହ ମଧ୍ୟ କରନ୍ତୁ ନାହିଁ। ଏହି ସବୁ ଜିନିଷ କରିବା ଦ୍ୱାରା କେବେ ବି ମା ଲକ୍ଷ୍ମୀ ଆଉ କୁବେର ଭଗବାନ ଆପଣଙ୍କ ଭୁବନରେ ରହିନଥାନ୍ତି। ତାଦ୍ୱାରା ଆପଣ ଯେତେ ମଧ୍ୟ ଧନ ରୋଜଗାର କରିଥାଉ ନା କାହିଁକି ସେହି ଧନକୁ ଆପଣ ସଞ୍ଚିତ କରିପାରିବେ ନାହିଁ। ଏହା ସତ୍ୟ ଅଟେ। ସେଥିପାଇଁ ଆପଣମାନେ ଏ କଥାକୁ ବିଶ୍ୱାସ କରନ୍ତୁ। ଦେଖିବେ ସବୁକିଛି ପୁଣ୍ୟଫଳ ଆପଣମାନଙ୍କୁ ପ୍ରାପ୍ତ ହୋଇପାରିବ। ଏବେ ଚାଲନ୍ତୁ ଜାଣିବା ଅନ୍ୟ ଏକ ଭୁଲ କେବେ ବି ଆପଣ କରନ୍ତୁ ନାହିଁ ଯାହାଦ୍ୱାରା କି ଯେକୌଣସି ଦେବୀ ଦେବତା ମଧ୍ୟ କ୍ରୋଧିତ ହୋଇଥାନ୍ତି। ଏହାକୁ ଭୁଲନ୍ତୁ ନାହିଁ। କିଛି ବ୍ୟକ୍ତି ଅଛନ୍ତି ଅଁହଳା ନବମୀ ଦିନ ସେମାନେ ଅଁହଳା ବୃକ୍ଷରେ ଚାରିପଟେ କିଛି ଧାଗା ବାନ୍ଧିଥାନ୍ତି ଆଉ ତାଙ୍କର ମନସ୍କାମନା ମଧ୍ୟ ରଖିଥାନ୍ତି। କିନ୍ତୁ ଆପଣମାନେ ଯେତେବେଳେ ଅଁହଳା ବୃକ୍ଷକୁ ଗମନ କରିବେ ମନେ ରଖନ୍ତୁ ଅଁହଳା ବୃକ୍ଷରେ ପ୍ରଣାମ କରିବା ଦ୍ୱାରା ଏକ ସୁନ୍ଦର ତତ୍ତ୍ୱ ଆପଣମାନଙ୍କୁ ପ୍ରାପ୍ତ ହୋଇପାରିବ। ଅଁହଳା ବୃକ୍ଷ ମୂଳେ ଯେତେବେଳେ ଆପଣ ପ୍ରଣାମ କରୁଛନ୍ତି ଆପଣଙ୍କର ମସ୍ତକ ଭୂମି ଉପରେ ନ ବାଜିବା ଆବଶ୍ୟକତା। ଯେମିତିକି ସେହି ଗୋଟିଏ ଦିନ ଆପଣ ଅଁହଳା ବୃକ୍ଷକୁ ସ୍ପର୍ଶ କରି ଆପଣଙ୍କର ମୁଣ୍ଡ ବା ମସ୍ତିଷ୍କ ସେହି ଅଁହଳା ବୃକ୍ଷରେ ନିଶ୍ଚିତ ଭାବରେ ଲଗାନ୍ତୁ। କିଛି କ୍ଷଣ ଲଗାଇ ରଖନ୍ତୁ ଆଉ ନିଶ୍ଚିତ ଭାବରେ ଭଗବାନ ଶ୍ରୀ ହରିଙ୍କର ନାମକୁ ଜପ କରନ୍ତୁ। ଶ୍ରୀକୃଷ୍ଣ ରାଧେକୃଷ୍ଣ ନାମକୁ ଜପ କରନ୍ତୁ। ଦେଖନ୍ତୁ ଆପଣଙ୍କର ସବୁ କିଛି ମନସ୍କାମନା ପୂରଣ ହୋଇଯିବ।
ଅପାର ପୁଣ୍ୟ ଆପଣମାନଙ୍କୁ ପ୍ରାପ୍ତ ହୋଇପାରିବ। ଏହି 3ଟି ଭୁଲ ଆପଣ କେବେ ବି ମଧ୍ୟ କରନ୍ତୁ ନାହିଁ, ନହେଲେ ପ୍ରତ୍ୟେକ ଦେବୀ ଦେବତା ମଧ୍ୟ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି। ଏହାକୁ ଆପଣ ବିଶ୍ୱାସ କରନ୍ତୁ। ଏବେ ଚାଲନ୍ତୁ ଜାଣିବା କେଉଁ ଗୋଟିଏ କାର୍ଯ୍ୟ ଆପଣ ନିଜ ଭୁବନରେ କରିବେ, ତାଦ୍ୱାରା ଆପଣଙ୍କୁ ପୁଣ୍ୟ ଅପାର ପ୍ରାପ୍ତ ହେବ, ଯାହା ଆପଣ ସ୍ୱପ୍ନରେ ମଧ୍ୟ ଭାବିପାରିବେ ନାହିଁ। କାର୍ତ୍ତିକ ମାସରେ ପଡ଼ୁଛି ଏହି ଅଁଳା ନବମୀ, ସେଥିପାଇଁ ତ ପୁଣ୍ୟରୁ ଅଧିକ ପୁଣ୍ୟ ପ୍ରାପ୍ତ କରିବାର ସୁଯୋଗ। ଏହି ଦିନ ଆପଣମାନେ ଯଦି ଅଁଳା ବୃକ୍ଷ କିମ୍ବା ଅଁଳା ଫଳ କିମ୍ବା ପତ୍ର ଯେକୌଣସି ବି ଆପଣଙ୍କୁ ଯଦି ମିଳୁଛି, ତାହେଲେ ସେଦିନକୁ ହାତଛଡ଼ା କେବେ ବି କରନ୍ତୁ ନାହିଁ। ଏହି ଅଁଳା ପୁଷ୍ପକୁ ବା ଫଳକୁ ନିଜ ଭୁବନକୁ ଆଣନ୍ତୁ। ସେହି ବୃକ୍ଷରେ ବା ସେହି ଫଳରେ କିଛି ହଳଦୀ ମିଶାଇଥିବା ପାଣି ସାଥିରେ ତାକୁ ଧୋଇ ଦିଅନ୍ତୁ। ନିଜ ଠାକୁର ଘରେ ସେହି ଫଳକୁ ସ୍ଥାପନ କରନ୍ତୁ, ଆଉ ତାଙ୍କ ସେହି ଫଳର ଉପର ଭାଗରେ କିଛି ପୁଷ୍ପ ରଖନ୍ତୁ, ଦୁବ ଚାଉଳ ମଧ୍ୟ ରଖନ୍ତୁ। ଏହାକୁ ଭୁଲନ୍ତୁ ନାହିଁ। ତାପରେ କେବଳ ଗୋଟିଏ ଦିନ ନିଜ ଠାକୁର ଘରେ ସେହି ଫଳକୁ ରଖିଦିଅନ୍ତୁ। ସେହି ଫଳକୁ ଆପଣ ପୂଜା ଆରାଧନା କରନ୍ତୁ କେବଳ ଗୋଟିଏ ଦିନ। ତା ପରଦିନ ଆପଣ ଆପଣଙ୍କର ରହିଥିବା ସୁନା ଗହଣା କିମ୍ବା ଟଙ୍କା ପଇସା ଜାଗାରେ ଏହି ଫଳକୁ ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଜୀବନରେ ଗୁପ୍ତରେ ଧନ ଆସିବା ଆରମ୍ଭ କରିବ। ଏହା ସତ୍ୟ ଅଟେ। ସେଥିପାଇଁ ତ କୁହାଯାଉଛି, ଯେକୌଣସି ବି ପର୍ବପର୍ବାଣିରେ ଉଲ୍ଲେଖ ଥିବା ପ୍ରତ୍ୟେକ କଥା ସତ୍ୟ ଅଟେ। ସେହି ଅନୁଷ୍ଠାନରେ କଲେ ବିପଦ କେବେ ବି ମାଡ଼ି ଆସିନଥାଏ। ଏହା ବିଲକୁଲ ସତ୍ୟ ହୋଇଥାଏ। ଆପଣମାନଙ୍କୁ ଯଦି ବିଶ୍ୱାସ ହେଉନାହିଁ, ତାହେଲେ ଥରୁଟିଏ ମାତ୍ର ପ୍ରୟୋଗ କରି ଦେଖନ୍ତୁ। ଆପଣଙ୍କର ସବୁକିଛି ମନସ୍କାମନା ପୂରଣ ହୋଇପାରିବ। ଯେତେବେଳେ ଆପଣ ଏହି ଅଁଳା ବୃକ୍ଷକୁ ନିଜକୁ ବା ଫଳକୁ ନିଜ ଭୁବନକୁ ନେବେ, ଭଲ ଭାବରେ ତାକୁ ଯେମିତି ପୁଷ୍ପ ଲଗାଇବେ, ଭଲ ଭାବରେ ସଜାଇବେ, ତାପରେ ପୂଜା କରିବେ। ଏହା କରିବା ଦ୍ୱାରା ଏହାର ପୁଣ୍ୟ ଆପଣମାନଙ୍କୁ ପ୍ରାପ୍ତ ହୋଇପାରିବ। ଏହା ସତ୍ୟଟେ। ସେଦିନ ଆପଣ ଏପରି କଦାଚିତ୍ ମଧ୍ୟ ଭୁଲ କରନ୍ତୁ ନାହିଁ। ଏହି ଗୋଟିଏ କାର୍ଯ୍ୟ କରନ୍ତୁ। ଯେ ପର୍ଯ୍ୟନ୍ତ ଏହି ଅଁଳା ବୃକ୍ଷ ଆପଣଙ୍କ ଭୁବନରେ କିମ୍ବା ଧନ ରଖୁଥିବା ସ୍ଥାନରେ ଆପଣ ରଖନ୍ତି, ତାହେଲେ ଆପଣଙ୍କର ଗୋଟି ଗୋଟି କରି କୋଟିଏ ପୁଣ୍ୟ ପ୍ରାପ୍ତ ହୋଇପାରିବ। ଏହା ସତ୍ୟଟେ। ଏହା ବିଲକୁଲ ବି ମିଥ୍ୟା ନୁହେଁ। ଏହାକୁ ଆପଣ ଥରୁଟିଏ ମାତ୍ର ବିଶ୍ୱାସ କରି ଦେଖନ୍ତୁ। କାହିଁକି ନା କାର୍ତ୍ତିକ ମାସରେ ଆସୁଥିବା ଏହି ଅଁଳା ବୃକ୍ଷ ସତ୍ୟ ହୋଇଥାଏ, ସମସ୍ତଙ୍କ ଜୀବନକୁ ମଧ୍ୟ ପରିବର୍ତ୍ତନ କରିଥାଏ। ସେଥିପାଇଁ ଏକଥାକୁ ଆପଣ କଦାଚିତ୍ ଭୁଲନ୍ତୁ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏ ବିଷୟରେ କହିଦିଅନ୍ତୁ। ସମସ୍ତେ ଜାଣିବା ଆବଶ୍ୟକତା ହୋଇଥାଏ। ଆପଣମାନେ ଏହି 3ଟି ଭୁଲ ମଧ୍ୟ କରନ୍ତୁ ନାହିଁ। ସେଦିନ ମନେ ରଖନ୍ତୁ, 3ଟି ଭୁଲ କରିବା ଦ୍ୱାରା ବହୁତ ବଡ଼ ବଡ଼ ବିପଦ ନିଜ ଭୁବନକୁ ଆସିଥାଏ। ଏହା ମିଥ୍ୟା ନୁହଁ। ସେଥିପାଇଁ ସର୍ବପ୍ରଥମେ କୁହାଯାଉଛି କି, ଯେକୌଣସି ପର୍ବପର୍ବାଣିକି ପୂଜା କରିବା ପୂର୍ବରୁ କାହିଁକି ପୂଜା କରାଯାଏ, କିପରି ପୂଜା କରାଯାଏ, ଏ ବିଷୟରେ ମଧ୍ୟ ଜାଣିବା ବହୁତ ଜରୁରୀ ଅଟେ। ତାଦ୍ୱାରା ସବୁକିଛି ପୁଣ୍ୟ ଆପଣମାନଙ୍କୁ ପ୍ରାପ୍ତ ହୋଇପାରିବ। ଏହା ସତ୍ୟ ବଚନ। ଆପଣମାନଙ୍କୁ ଏହି ସୁନ୍ଦର ବଚନ କିପରି ଲାଗିଲା, କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇ ପାରିବେ। ଏହି ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଛି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ, ରାଧେ ରାଧେ କୃଷ୍ଣ।